ହ୍ୟାଲୋ ସାଙ୍ଗମାନେ, ଗୁଡ୍ ମର୍ଣ୍ଣିଂ, ୱେଲକମ୍ ଟୁ ମାଇ ମିନି ବ୍ଲଗ୍। ଆଜି ସକାଳୁ କାହିଁକି କେଜାଣି ମନ ହେଲା କେଉଁଝରର ମାଆଙ୍କ ପାଖକୁ ଟିକେ ଯିବାକୁ। ସେଠୁ ସକାଳୁ ସକାଳୁ ଆମେ ସବୁ ଗାଧେଇ ପଡ଼ିକି ମନ୍ଦାର ଫୁଲ ମାଳ ଆଉ ଭୋଗରାଗ ସବୁ ସଜ କରିଦେଲୁ। ସେଠୁ ଆମ 2 ଚକିଆ ଯାନକୁ ଟିକେ ସଜାସଜି କରିଦେଇକି ଆମେ ଚାଲିଲୁ ମାଆଙ୍କ ପୀଠ ଘଟଗାଁ। ଏଇ ସୁନ୍ଦରିଆ ରାସ୍ତାଟା ଯୋଉ ଦେଖୁଛନ୍ତି, ବାବା କୁହନ୍ତି ଏଇ ରାସ୍ତାଟା ତାଙ୍କ ବେଳେ ପୁରା ଜଙ୍ଗଲ ଥିଲା। ଆଉ ଏବେ ପୁରା ଏନ୍ଏଚ୍ ହେଇଗଲାଣି। ଏଇ ଆମେ ଆସିକି ଏବେ ପହଞ୍ଚିଗଲୁ ମାଆଙ୍କ ପୀଠରେ। ଏଇଟା ତ ଆମ କେଉଁଝରର ଗୋଟେ ଫେମସ୍ ଜାଗା, ସେଥିପାଇଁ ସବୁଦିନ ସେ ରବିବାର ହେଇଥାଉ କି ସୋମବାର ହେଇଥାଉ ସବୁଦିନ ଏଇଠି ଭିଡ଼। ସେଠୁ ଆମେ ମୋ ଭାଇଙ୍କ ଦୋକାନକୁ ଯାଇକି ସେଠି ଶଙ୍ଖା, ସିନ୍ଦୁର ଆଉ ଦୀପ ମାଆଙ୍କ ପାଇଁ ନେଇ ଆସିଲୁ। ସେଠୁ ସେଇ ଭିଡ଼ରେ ହଉ କି ଯାହା ମାଆଙ୍କର ଦର୍ଶନ ଟିକେ ଭଲରେ ହେଇଗଲା। ସେଠୁ ଆମେ ଟିକେ ଚାଲିଲୁ ସେଇ ଘଟଗାଁ ମନ୍ଦିର ପଛପଟେ 10-12 କିଲୋମିଟର ହବ ଆଉ ଗୋଟେ ଜଳପ୍ରପାତ ଅଛି। ସେଠିକି ଆମେ ଚାଲିଲୁ ଟିକେ ବୁଲାବୁଲି କରିକି ଆସିବାକୁ। ଯିବାର ରାସ୍ତା ତ ବହୁତ ସୁନ୍ଦର ଥିଲା, କେତେବେଳେ ଯାଇକି ପହଞ୍ଚି ଯାଇଥିଲୁ ଜଣା ବି ପଡ଼ିଲାନି। ଏପଟେ ତ ଆମେ ଛୁଆଦିନେ ଯେତେବେଳେ ଆସିଥିଲୁ ସେତେବେଳେ ଏତେ ଘରଦ୍ୱାର ନଥିଲା, କିନ୍ତୁ ହେଲେ ବି ଏବେ କିଛି କିଛି ଘରଦ୍ୱାର ହେଇଗଲାଣି, ଲୋକ ରହୁଛନ୍ତି ଏପଟେ। ବିଲରୁ ତ ଲୋକ ଧାନ କାଟିକି ନେଇଗଲେଣି, ତଥାପି କେତେ ସୁନ୍ଦର ଦେଖାଯାଉଛି। ସୁନାର ଫସଲ ଯୋଉ କୁହନ୍ତିନି, ବିଲ ଗୁଡ଼ାକୁ ଦେଖିଲେ ଏଇଠି ସେମିତି ଲାଗୁଛି। ଶୀତ ଦିନଟା ଛୋଟ ଦିନ, ସେଥିପାଇଁ ଦିନ 3ଟାରୁ ଦେଖନ୍ତୁ କେମିତି ଅନ୍ଧାରିଆ ଦେଖାହେଲାଣି, ସୂର୍ଯ୍ୟ ଅସ୍ତ ହେଇଗଲା ଭଳିଆ ଦେଖାଯାଉଛି। ଗାଁର ପରିବେଶରେ ସୂର୍ଯ୍ୟାସ୍ତଟା କେତେ ସୁନ୍ଦର ଲାଗୁଛି ନା। ମୁଁ କହିବାକୁ ଭୁଲି ଯାଇଥିଲି, ଏଇ ଯୋଉ ୱାଟରଫଲଟା ଆମେ ଯାଉଛୁ ଗୁଣ୍ଡିଚାଘାଗି ୱାଟରଫଲ, ପୁରା ଜଙ୍ଗଲ ଭିତରେ ଅଛି, ଜଙ୍ଗଲ ଏରିଆରେ। ସେଥିପାଇଁ ସେପଟେ ଯାହା ସବୁ ଚାଷ ହଉଛି ସେମାନେ ସବୁ ଧରିକି ସେଗୁଡ଼ା ବସିଛନ୍ତି। ଏଇ ବ୍ରିଜଟା ତ ଏଇଠି ଏବେ ନୂଆ ନୂଆ ହେଇଛି। ସେଇଠୁ ତଳକୁ ଟିକେ ଗଲେ ଏଇଟା ହିଁ ଆକ୍ଚୁଆଲି ୱାଟରଫଲଟା। ଶୀତ ଦିନ ପାଇଁ ତ ଏତେ ଏଇଠି ପାଣି ନାହିଁ, କିନ୍ତୁ ନୂଆ ବର୍ଷର ଭୋଜି ପାଇଁ ସବୁ ଆସିଛନ୍ତି, ସେଥିପାଇଁ ଟିକେ ଭିଡ଼ ଅଛି। ସେଠୁ ଆମେ ଟିକେ ତଳକୁ ଯାଇକି ୱାଟରଫଲ ପାଖରେ 2-4ଟା ଫଟୋ ଉଠେଇଦେଲୁ। ଦେଖନ୍ତୁ ଲୋକ ଯୁଆଡ଼େ ବି ଯାଆନ୍ତୁ ନା କାହିଁକି, ଯେତେ ଡଷ୍ଟବିନ୍ ବି ଥାଉ ସେଇଠି, କିନ୍ତୁ ସେମାନେ ଯୋଉ ଜାଗାକୁ ଯିବେ ସେଇଠି ହିଁ ସବୁ ବୋଟଲ, ପ୍ଲାଷ୍ଟିକ ସବୁ ଫିଙ୍ଗିକି ସେଇ ଜାଗାଟାକୁ ଅଇଳା ହିଁ କରିବେ। ଏଇଠି ବି ଏଇ ଜାଗାଟାକୁ ବହୁତ ଅଳିଆ କରିଦେଲେଣି, ପ୍ଲାଷ୍ଟିକ, ପଲିଥିନ୍ ସବୁ ଇଆଡ଼େ ସିଆଡ଼େ ଫିଙ୍ଗିକି। ଏଇଟା ହଉଛି ସେ ୱାଟରଫଲର ଉପର ପଟଟା, ମାନେ ଏଇଠୁ ପାଣି ଯାଇକି ତଳେ ପଡ଼ୁଛି ଆଉ। ଶୀତ ଦିନ ପାଇଁ ପାଣି ଏତେ ଥଣ୍ଡା। ଏତେ ବୁଲାବୁଲି କରିକି ଲଞ୍ଚ ଟାଇମ୍ ବି ଓଭର ହେଇଗଲାଣି, ଭୋକ ଜୋରେ ହେଲାଣି। ଏତେ ବୁଲାବୁଲି କରିକି ଫେରୁ ଫେରୁ ଲଞ୍ଚ ଟାଇମ୍ ବି ଓଭର ହେଇଗଲାଣି, ତ ଭୋକ ଜୋରେ ଲାଗିଲାଣି। ଏଠି ଆମେ ଆସିକି ଟିକେ ବାରମଜା ଖାଇଦେଲୁ। ସେ ଭାଇ ବଢ଼ିଆ ବାରମଜା ବନେଇକି ଦେଇଥିଲେ, ସେ ପୁଣି ଶାଳ ପତ୍ରରେ। ଆଉ ଜଙ୍ଗଲ ଜାଗାକୁ ଆସିଛନ୍ତି ମାନେ ସେଇ ଜାଗାର କିଛି ଦେଶୀ ଜିନିଷ ତ ନେଇକି ଯିବା ନା। ମା କହିଥିଲା ଟିକେ ଅଁଳା ଆଣିବା ପାଇଁ, ତ ମୁଁ ଦେଶୀ ଅଁଳା ଆଉ କୋଳି ନେଇକି ଆସିଲି। ସେଠୁ ଆମେ ସବୁ କିଣାକିଣି ସାରିକି କୋଉଠି ଲଞ୍ଚ କରିବୁ ଭାବିଲୁ, ବାରମଜାରେ ତ ପେଟ ପୁରିଲାନି। ସେଠୁ ଆମେ ଗୋଟେ ରେଷ୍ଟୁରାଣ୍ଟକୁ ଯାଇକି ବିରିୟାନୀ ଆଉ ନାନ୍ ପୁରା ପେଟ ଆଉ ମନ ଶାନ୍ତି କରିକି ଦାବିଦେଲୁ। ଖାଇବା ଟାଇମ୍ ତ ପାର ହେଇଗଲାଣି, ଆଉ ଏତେ ଖାଇ ହେଲାନି, ତାକୁ ପ୍ୟାକିଂ କରିକି କିଛି ଘରକୁ ନେଇ ଆସିଲୁ। ତ ଏତିକି ଥିଲା ଆଜିର ମୋର ମିନି ବ୍ଲଗ୍। ଯଦି ଭିଡ଼ିଓ ଭଲ ଲାଗିଥିବ ପ୍ଲିଜ୍ ସବସ୍କ୍ରାଇବ୍। ଥ୍ୟାଙ୍କ୍ସ ଫର ୱାଚିଂ।